ଆଲବର୍ଟ ଆଇନଷ୍ଟାଇନ ନାଟା ଶୁଣିଲେ ଆମ ମନକୁ ଆସେ ଜଣେ ମହାନ ବୈଜ୍ଞାନିକଙ୍କ କଥା। କିନ୍ତୁ ସେ କେବଳ ସେତିକି ନଥିଲେ। ସେ ଥିଲେ ଜଣେ ଗଭୀର ଚିନ୍ତାନାୟକ, ଜଣେ ମାନବବାଦୀ ଯିଏ ଜୀବନର ବଡ଼ ବଡ଼ ପ୍ରଶ୍ନଗୁଡ଼ିକ ସହିତ ସବୁବେଳେ ସଂଘର୍ଷ କରୁଥିଲେ। ସତ କହିବାକୁ ଗଲେ ସେ ବ୍ରହ୍ମାଣ୍ଡର ରହସ୍ୟକୁ ଯେତିକି ବୁଝିବାକୁ ଚେଷ୍ଟା କରୁଥିଲେ, ମାନବ ଜୀବନର ଅର୍ଥକୁ ବି ସେତିକି ହିଁ ଖୋଜୁଥିଲେ। ଆଉ ଏଇଠି ଆସେ ସବୁଠୁ ବଡ଼ ପ୍ରଶ୍ନ, ଯାହା ଆଜି ବି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଏ। ଯେଉଁ ବ୍ୟକ୍ତି ବିଜ୍ଞାନର ଶିଖରରେ ବସିଥିଲେ, ତାଙ୍କର ଆଧ୍ୟାତ୍ମିକ ବିଶ୍ୱାସ ପ୍ରକୃତିରେ କ'ଣ ଥିଲା? ଆସନ୍ତୁ ଏହି ବିଶ୍ଳେଷଣରେ ଆମେ ସେହି ରହସ୍ୟର ପର୍ଦ୍ଦାଫାଶ କରିବା। ଗୋଟିଏ କଥା ମନେ ରଖନ୍ତୁ, ତାଙ୍କ ଉତ୍ତର ହଁ କି ନାରେ ନଥିଲା, ଆଦୌ ନୁହେଁ। ଏହା ଏତେ ଜଟିଳ ଆଉ ଆଶ୍ଚର୍ଯ୍ୟଜନକ ଥିଲା ଯେ ଏହା ଆମକୁ ଈଶ୍ୱର, ଧର୍ମ ଆଉ ବିଜ୍ଞାନ ବିଷୟରେ ପୁଣି ଥରେ ଭାବିବାକୁ ବାଧ୍ୟ କରେ। ତେବେ ଚାଲନ୍ତୁ ଏହାର ଗଭୀରତାକୁ ଯିବା। ଈଶ୍ୱରଙ୍କ ଧାରଣାକୁ ବୁଝିବା ପାଇଁ ଆଇନଷ୍ଟାଇନ ନିଜର ଏକ ଫ୍ରେମୱାର୍କ ତିଆରି କରିଥିଲେ। 1930 ମସିହାରେ ତାଙ୍କର ଗୋଟିଏ ପ୍ରସିଦ୍ଧ ଲେଖା ଧର୍ମ ଏବଂ ବିଜ୍ଞାନରେ ସେ ବୁଝାଇଥିଲେ ଯେ ମଣିଷ ସମାଜରେ ଈଶ୍ୱରଙ୍କର ଧାରଣା କିପରି ଧୀରେ ଧୀରେ ବିକଶିତ ହୋଇଛି। ତାଙ୍କ ମତରେ ଏହାର 3ଟି ପର୍ଯ୍ୟାୟ ଅଛି। ପ୍ରଥମେ ଆସେ ଭୟର ଈଶ୍ୱର, ତାପରେ ଆସେ ଭାଗ୍ୟର ଈଶ୍ୱର, ଆଉ ଶେଷରେ ସବୁଠୁ ବିକଶିତ ସ୍ତରରେ ଆସେ ବ୍ରହ୍ମାଣ୍ଡୀୟ ଈଶ୍ୱର। ଏହା ଗୋଟେ ପ୍ରକାରର ଆଧ୍ୟାତ୍ମିକ ଯାତ୍ରା ଭଳି। ଆଇନଷ୍ଟାଇନ କହୁଥିଲେ, ପ୍ରଥମ 2ଟି ଈଶ୍ୱରଙ୍କର ଧାରଣା ମଣିଷର ନିଜ ଆବଶ୍ୟକତାରୁ ହିଁ ଜନ୍ମ। ଭୟର ଈଶ୍ୱର ଆସିଲା ଆଦିମ ମଣିଷର ପ୍ରକୃତି ପ୍ରତି ଥିବା ଭୟରୁ, ଯେମିତିକି ବନ୍ୟା, ବାତ୍ୟା। ଆଉ ଭାଗ୍ୟର ଈଶ୍ୱର ହେଉଛନ୍ତି ଜଣେ ବାପା ମାଙ୍କ ଭଳି ଚରିତ୍ର, ଯିଏ ସମାଜରେ ନୀତି ନିୟମ ବଜାୟ ରଖିବା ପାଇଁ ସୃଷ୍ଟି ହୋଇଛନ୍ତି। ଆଉ ଏଇଠି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା, ଆଇନଷ୍ଟାଇନ ଏହି ପ୍ରଥମ 2 ପ୍ରକାର ଈଶ୍ୱରଙ୍କୁ ମାନବ ରୂପୀ ବା ଆନ୍ଥ୍ରୋପୋମର୍ଫିକ୍ ବୋଲି କହୁଥିଲେ। ମାନେ ସିଧା କଥା ହେଲା, ଏମାନେ ଆମ ନିଜ ଭାବନା, ଆମ ନିଜ ଦୁର୍ବଳତାର ପ୍ରତିଚ୍ଛବି ମାତ୍ର। ତାଙ୍କର ପ୍ରସିଦ୍ଧ ଗଡ୍ ଲେଟରରେ ସେ ଏକଦମ ସ୍ପଷ୍ଟ ଭାବରେ ଲେଖିଥିଲେ। ସେ କହିଥିଲେ ଯେ ଏହି ବ୍ୟକ୍ତିଗତ ଈଶ୍ୱରଙ୍କର ଧାରଣା ତାଙ୍କ ପାଇଁ କେବଳ ମାନବୀୟ ଦୁର୍ବଳତାର ଏକ ପ୍ରକାଶ। ଏଥିରୁ ସ୍ପଷ୍ଟ ଯେ ସେ କେଉଁ ପ୍ରକାରର ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରୁଥିଲେ। ଆଚ୍ଛା, ତେବେ ଯଦି ସେ ଏହି ବ୍ୟକ୍ତିଗତ ଈଶ୍ୱରଙ୍କୁ ବିଶ୍ୱାସ କରୁନଥିଲେ, ତାହେଲେ ସେ କ'ଣ ବିଶ୍ୱାସ କରୁଥିଲେ? ସେ କ'ଣ ନାସ୍ତିକ ଥିଲେ? ନା, ତାଙ୍କ ଉତ୍ତର ଥିଲା ଆହୁରି ଗଭୀର। 1929 ମସିହାରେ ଘଟଣାଟି ଘଟିଥିଲା। ଜଣେ ରାବି, ମାନେ ଜଣେ ଇହୁଦୀ ଧର୍ମଗୁରୁ, ତାଙ୍କୁ ସିଧାସଳଖ ପଚାରିଲେ, ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି କି? ଆଉ ଏହି ପ୍ରଶ୍ନର ଉତ୍ତର ହିଁ ଇତିହାସ ପାଲଟିଗଲା। ଏହି ଗୋଟିଏ ବାକ୍ୟରେ ସବୁକିଛି ଲୁଚି ରହିଛି। ସେ କହିଲେ, ମୁଁ ସ୍ପିନୋଜାଙ୍କ ଈଶ୍ୱରଙ୍କୁ ବିଶ୍ୱାସ କରେ। ସ୍ପିନୋଜା ଜଣେ ଦାର୍ଶନିକ। ତେଣୁ ଆଇନଷ୍ଟାଇନଙ୍କ ଈଶ୍ୱରଙ୍କୁ ବୁଝିବାକୁ ହେଲେ ଆମକୁ ଆଗ ସ୍ପିନୋଜାଙ୍କୁ ବୁଝିବାକୁ ପଡ଼ିବ। ସ୍ପିନୋଜାଙ୍କ ଦର୍ଶନକୁ କୁହାଯାଏ ସର୍ବେଶ୍ୱରବାଦ ବା ପ୍ୟାନ୍ଥିଇଜମ୍। ଏହାର ଅର୍ଥ ବହୁତ ସରଳ, ଈଶ୍ୱର ଏବଂ ପ୍ରକୃତି ଅଲଗା ନୁହନ୍ତି, ସେମାନେ ଗୋଟିଏ। ଈଶ୍ୱର କୋଉଠି ବାହାରେ ବସି ଏ ଦୁନିଆ ଚଳାଉନାହାନ୍ତି, ବରଂ ଏହି ସମଗ୍ର ବ୍ରହ୍ମାଣ୍ଡ ଆଉ ଏହାର ନିୟମ ହିଁ ଈଶ୍ୱର। ଆଉ ଏଇଠି କାହାଣୀଟି ଆହୁରି ମଜାଦାର ହେବାକୁ ଯାଉଛି, କାରଣ ସପ୍ତଦଶ ଶତାବ୍ଦୀର ଜଣେ ୟୁରୋପୀୟ ଦାର୍ଶନିକଙ୍କର ଏହି ଚିନ୍ତାଧାରା ଆଉ ପ୍ରାଚୀନ ଭାରତୀୟ ଦର୍ଶନ ଭିତରେ ଏକ ଆଶ୍ଚର୍ଯ୍ୟଜନକ ସାମଞ୍ଜସ୍ୟ ରହିଛି। ଏହି ତୁଳନାକୁ ଦେଖନ୍ତୁ। ସ୍ପିନୋଜାଙ୍କ ଈଶ୍ୱର ଆଉ ଉପନିଷଦର ବ୍ରହ୍ମ ଦୁହେଁ ସର୍ବବ୍ୟାପୀ, ଦୁହେଁ ନିର୍ବ୍ୟକ୍ତିକ, ମାନେ ତାଙ୍କର କୌଣସି ମାନବୀୟ ଭାବନା ନାହିଁ। କିନ୍ତୁ ଗୋଟେ ବହୁତ ବଡ଼ ପାର୍ଥକ୍ୟ ବି ଅଛି। ଆଉ ସେଇ ପାର୍ଥକ୍ୟଟା ହେଲା ଏଇଆ, ସ୍ପିନୋଜାଙ୍କ ପାଇଁ ଈଶ୍ୱର ମାନେ ପ୍ରକୃତି। ସେ ପ୍ରକୃତି ଭିତରେ ହିଁ ସୀମିତ, କିନ୍ତୁ ବୈଦିକ ଦର୍ଶନ ଅନୁସାରେ ବ୍ରହ୍ମ ପ୍ରକୃତିରେ ଅଛନ୍ତି ଆଉ ପ୍ରକୃତିର ବାହାରେ ବି ଅଛନ୍ତି। ମାନେ ସେ ଏକା ସାଙ୍ଗରେ ଇମ୍ମାନେଣ୍ଟ ଆଉ ଟ୍ରାନ୍ସେଣ୍ଡେଣ୍ଟ। ତେବେ ଏସବୁକୁ ଯଦି ଆମେ ଏକାଠି କରିବା, ତାହେଲେ ଆଇନଷ୍ଟାଇନଙ୍କ ପ୍ରକୃତ ବିଶ୍ୱାସର ଗୋଟିଏ ସ୍ପଷ୍ଟ ଚିତ୍ର ଆମ ସାମ୍ନାକୁ ଆସିବ। ସେ ବାରମ୍ବାର ଗୋଟିଏ କଥା ଉପରେ ଜୋର ଦେଉଥିଲେ କି ଯେଉଁ ଈଶ୍ୱର ମଣିଷର ଭୟ, ଆଶା କିମ୍ବା ସ୍ୱାର୍ଥରୁ ଜନ୍ମ, ସେ ତାଙ୍କୁ ମାନନ୍ତି ନାହିଁ। ତାଙ୍କର ଖୋଜା ଥିଲା କିଛି ଆହୁରି ଗଭୀର, ଆହୁରି ମହାନ। ଏହି କଥା ତାଙ୍କ ବିନମ୍ରତାକୁ ଦର୍ଶାଏ। ସେ ନିଜକୁ ଗୋଟେ ଛୋଟ ପିଲା ସହ ତୁଳନା କରୁଥିଲେ, ଯିଏ ଏକ ବିଶାଳ ଲାଇବ୍ରେରୀରେ ପଶିଯାଇଛି ଆଉ କିଛି ବୁଝିପାରୁନି। ଏହି ଯେଉଁ ଆଶ୍ଚର୍ଯ୍ୟ ଆଉ ସମ୍ମାନର ଭାବନା, ଏହାକୁ ସେ କହୁଥିଲେ କସ୍ମିକ୍ ରିଲିଜିୟସ୍ ଫିଲିଂ ବା ବ୍ରହ୍ମାଣ୍ଡୀୟ ଧାର୍ମିକ ଅନୁଭବ। ଆଉ ଏଇଠି ସବୁକିଛି ଯୋଡ଼ି ହୋଇଯାଉଛି। ଆଇନଷ୍ଟାଇନ ଯେଉଁ ସୁବ୍ୟବସ୍ଥିତ ସାମଞ୍ଜସ୍ୟ ବା ଅର୍ଡରଲି ହାରମୋନି କଥା କହୁଥିଲେ, ତାହା ହିଁ ତ ବୈଦିକ ବ୍ରହ୍ମର ମୂଳ ଧାରଣା। ଏହା ଏକ ପରମ ସତ୍ୟ, ଯାହାକୁ କୌଣସି ଅନ୍ଧବିଶ୍ୱାସରେ ନୁହେଁ, ବରଂ ତର୍କ, ଜ୍ଞାନ ଆଉ ଅନୁଭବ ଦ୍ୱାରା ହିଁ ଜାଣିହୁଏ।
ତେଣୁ ଆମେ ଏହା କହିପାରିବା ଯେ ଆଇନଷ୍ଟାଇନ୍ ଯେଉଁ ଧାରଣାକୁ ଖୋଜି ବୁଲୁଥିଲେ ତାହା ବୈଦିକ ଦର୍ଶନରେ ହଜାର ହଜାର ବର୍ଷ ଧରି ରହିଆସିଛି। ଏହା ମଣିଷର ଦୁର୍ବଳତାରୁ ନୁହେଁ ବରଂ ମଣିଷ ଚେତନାର ସର୍ବୋଚ୍ଚ ଶକ୍ତିରୁ ଜନ୍ମ ନେଇଛି। ତେବେ ଶେଷରେ ଗୋଟିଏ ପ୍ରଶ୍ନ ରହିଯାଉଛି, କ'ଣ ଆଇନଷ୍ଟାଇନ୍ଙ୍କ ପାଇଁ ବିଜ୍ଞାନ ହିଁ ତାଙ୍କର ଆଧ୍ୟାତ୍ମିକତା ଥିଲା? ସମ୍ଭବତଃ ବ୍ରହ୍ମାଣ୍ଡର ନିୟମଗୁଡ଼ିକୁ ବୁଝିବା ହିଁ ତାଙ୍କ ପାଇଁ ଈଶ୍ୱରଙ୍କ ମନକୁ ବୁଝିବା ସହିତ ସମାନ ଥିଲା। ଏହା ଏକ ଏପରି ଚିନ୍ତା ଯାହା ଆମକୁ ଭାବିବା ପାଇଁ ବହୁତ କିଛି ଖୋରାକ ଯୋଗାଏ।